ପ୍ରଭୁ ଏ ସୁନ୍ଦର ସୁଯୋଗ ସଭା ମଧ୍ୟରେ ଆମମାନଙ୍କୁ ରଖି ଅଛନ୍ତି। ପୁଣି କିଛି ମାସର ବ୍ୟବଧାନ ମଧ୍ୟରେ ଆଜି ଏ ସୁନ୍ଦର ପ୍ରାତଃ କାଳରେ ମତେ ପ୍ରଭୁ ସୁଯୋଗ ଦେଇ ଅଛନ୍ତି, ଯାହାକି ଜୁମ୍ ମାଧ୍ୟମରେ ଅନଲାଇନ ଜୁମ୍ ମାଧ୍ୟମରେ ସାରନ ପ୍ରେୟାର ଫେଲୋସିପ ଜୁମ୍ ମାଧ୍ୟମରେ ପ୍ରଭୁଙ୍କର ବାକ୍ୟ ମତେ ପ୍ରଦାନ କରିବା ପାଇଁ ପ୍ରଭୁ ମତେ ସୁଯୋଗ ଦେଇଛନ୍ତି। ଏହା ମୋ ପାଇଁ ଏକ ଆନନ୍ଦର ବିଷୟ ଅଟେ, Praise the Lord. ଆନନ୍ଦର ଦିନ ଅଟେ। ତେଣୁ କରି ପ୍ରଭୁଙ୍କର ଦାସ ବାଳକ ଆଚାର୍ଯ୍ୟ ମଦନ ସାହାଣୀ ଆଜ୍ଞାଙ୍କୁ ବହୁତ ବହୁତ ମୁଁ ଧନ୍ୟବାଦ ଦିଏ। ସେ ମତେ ଆଉ ଗତକାଲି ଫୋନ ମାଧ୍ୟମରେ ଅନୁରୋଧ କରିଥିଲେ। ମୁଁ ଗୋଟେ କାର୍ଯ୍ୟରେ ବ୍ୟସ୍ତତା ମଧ୍ୟରେ ଥିଲି, ତଥାପି ପ୍ରଭୁ ମତେ ସୁଯୋଗ ଦେଇ ଅଛନ୍ତି। ତାଙ୍କର କଥାକୁ ମୁଁ ଗ୍ରହଣ କଲି ଏବଂ ପ୍ରଭୁ ମତେ ଏ ସୁନ୍ଦର ସୁଯୋଗ ସମୟ ମଧ୍ୟ ରଖି ଅଛନ୍ତି, Praise the Lord. ଯାହାକି ଆଜି ଯୋଉ ମାଧ୍ୟମରେ ପ୍ରଭୁଙ୍କର ବାକ୍ୟ ମତେ ପ୍ରଦାନ କରିବା ପାଇଁ ପ୍ରଭୁ ମତେ ସୁଯୋଗ ଦେଇଛନ୍ତି। ଏହା ମୋ ପାଇଁ ଏକ ଆନନ୍ଦର ଦିନ ବିଷୟ ଅଟେ। Praise the Lord. ତେଣୁ କରି ମଣ୍ଡଳୀର ପାଳକ ରେଭରେଣ୍ଡ ମଦନ ସାହାଣୀ ଆଜ୍ଞାଙ୍କୁ ବହୁତ ବହୁତ ମୁଁ ଧନ୍ୟବାଦ ଦିଏ। ମୋର ଆନ୍ତରିକତା शुभेच्छा एवं नमस्कार ମଧ୍ୟ ଜଣାଏ। Praise the Lord. ପ୍ରେଜ୍ ଦ ଲର୍ଡ। Praise the Lord. ତା ସହିତ ବିଶେଷ କରି ପ୍ରେୟାର Praise the ଫେଲୋସିପ, Lord ଆଜ୍ଞା, praise the Lord. ହଁ ପ୍ରେଜ୍ ଦ ଲର୍ଡ ଆଜ୍ଞା। ତା ସହିତ ପ୍ରେୟାର ଫେଲୋସିପ ର ଆଉ ପ୍ରତ୍ୟେକ କର୍ମକର୍ତ୍ତା କର୍ମକର୍ତ୍ତୀ ଏବଂ ବିଶେଷ କରି ଜୁମ୍ ରେ ଯୋଉମାନେ ଆଜି ଅଂଶଗ୍ରହଣ କରିଅଛନ୍ତି, ପ୍ରଭୁଙ୍କର ଦାସ ମାନେ ଯେତେ ଜଣ ଅଂଶଗ୍ରହଣ କରିଅଛନ୍ତି, ମୁଁ ପ୍ରତ୍ୟେକଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ସମସ୍ତଙ୍କୁ ମୋର ଖ୍ରୀଷ୍ଟୀୟ ନମସ୍କାର, ସମସ୍ତଙ୍କୁ ମୋର Praise the Lord. ବନ୍ଦନ। Praise the Lord. ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। Amen. ପ୍ରଭୁଙ୍କର ମହାନ ଦୟା, ପ୍ରଭୁଙ୍କର ମହାନ କୃପା, ପ୍ରଭୁଙ୍କର ମହା ଅନୁଗ୍ରହ ହେତୁ ପ୍ରଭୁ ଆମମାନଙ୍କୁ କେବେ ହେଲେ ମଧ୍ୟ ପରିତ୍ୟାଗ କରିନାହାନ୍ତି। ଆମେ ଗୋଟେ ବର୍ଷ ପରେ ପୁଣି ଏକ ନୂତନ ବର୍ଷରେ ପଦାର୍ପଣ କରିପାରିଛୁ। 2025 ମସିହାକୁ ପ୍ରଭୁଙ୍କର ମହାନ ଦୟା, ପ୍ରଭୁଙ୍କର ମହାନ କୃପା, ପ୍ରଭୁଙ୍କର ମହାନ କରୁଣା ସକାଶୁ ଆମେ 2025 ମସିହାକୁ ବିଦାୟ ଦେଇଅଛୁ ଏବଂ 2026 ମସିହାରେ ଆମେ ପଦାର୍ପଣ କରିଅଛୁ। 2026 ମସିହାର ପ୍ରଥମ ମାସର 15ଟି ଦିନରେ ଆମେ ଆଜି ପଦାର୍ପଣ କରିଛୁ। Amen. Praise the Lord. ପ୍ରଭୁ ଆମମାନଙ୍କୁ ଦିନ ପରେ ଦିନ, ପ୍ରଭୁ ଆମମାନଙ୍କୁ ମାସ ପରେ ମାସ, ପ୍ରଭୁ ଆମମାନଙ୍କୁ ବର୍ଷ ପରେ ବର୍ଷ ବଞ୍ଚାଇ ଆଣି ଅଛନ୍ତି। କାରଣ ତାଙ୍କର ବିବିଧ ଦୟା ସକାଶୁ ସେ ଆମମାନଙ୍କୁ ବିନଷ୍ଟ କରିନାହାନ୍ତି। ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମମାନଙ୍କୁ ସେ ବିନଷ୍ଟ କରିନାହାନ୍ତି। ତାଙ୍କର କରୁଣା ଆମମାନଙ୍କ ପ୍ରତି ଶେଷ ହେଇନାହିଁ। ତାଙ୍କର କରୁଣା, ତାଙ୍କର ଦୟା ଆମମାନଙ୍କ ପ୍ରତି ଶେଷ ହେଇନାହିଁ। ତାଙ୍କର ଦୟା ଥିବାରୁ ଆମେ ଏହି ସୁନ୍ଦର ଏହି ନୂତନ ବର୍ଷରେ ପଦାର୍ପଣ କରିପାରିଛୁ। ତେଣୁକରି ଆମେ ସେଇ ସୁନ୍ଦର ଏହି ନୂତନ ବର୍ଷ ଦେଖିବାର ମୂଳ ଉଦ୍ଦେଶ୍ୟ ହଉଛି, ଅନେକ ଲୋକ ଏହି ସୁନ୍ଦର ଦିନ ସୁନ୍ଦର ବର୍ଷ ଦେଖି ପାରିନାହାନ୍ତି, କିନ୍ତୁ ପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମେ ସୁନ୍ଦର ବର୍ଷଟି ଆମେ ଦିନଟି ଦେଖି ପାରିଛୁ। ତେଣୁକରି ବିଳାପ ପୁସ୍ତକ 3 ପର୍ବର 22-23 ପଦରେ ଲେଖା ଅଛି, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମେ ମାନେ ବିନଷ୍ଟ ହୋଇନାହୁଁ। ପ୍ରେଜ୍ ଦ ଲର୍ଡ। Praise the Lord. ପରମେଶ୍ୱରଙ୍କର ଦୟା ହେତୁ ଆମମାନଙ୍କୁ ବିନଷ୍ଟ ହେଇନାହୁଁ। ପ୍ରଭୁଙ୍କର ଦୟା ହେତୁ ପ୍ରଭୁ ଆମକୁ ସୁରକ୍ଷିତ ଭାବରେ ରଖିଛନ୍ତି।
आमानकर बल सकाशु आमार सुरक्षित भाव रही नाहु आमानकर ज्ञान सकाशु आमार सुरक्षित भाव रही नाहु आमानकर धन सकाशु आमार सुरक्षित भाव रही नाहु या माने चिंता करिवार आवश्यक केवल प्रभुंकर दया प्रभुंकर कृपा प्रभुंकर अनुग्रह प्रभुंकर आशीर्वाद प्रभुंकर विविध दया सकाशु आमाने सुरक्षित भाव अच्छु प्रेज द लॉर्ड Praise the Lord. ତେଣୁକରି ବାକ୍ୟରେ ଲେଖା ଅଛି ସଦା ପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମେ ବିନଷ୍ଟ ହୋଇନାହୁଁ କାରଣ ତାହାଙ୍କର କରୁଣା ଶେଷ ଶେଷ ହୁଏ ହୁଏ ନାହିଁ ପ୍ରେଜ ଦ ଲର୍ଡ ତାହାଙ୍କର କରୁଣା ଆମଙ୍କ ପ୍ରତି ଆମଙ୍କ ପରିବାର ପ୍ରତି ଆମଙ୍କ ମଣ୍ଡଳୀ ପ୍ରତି ଆମଙ୍କ ଜୀବନ ପ୍ରତି ଆମଙ୍କ କର୍ମମୟ ଜୀବନ ପ୍ରତି ମାଣ୍ଡଳିକ ଜୀବନ ପ୍ରତି ଆମଙ୍କ ପାରିବାରିକ ଜୀବନ ପ୍ରତି ତାଙ୍କର ଦୟା କରୁଣା ଥିବାରୁ ଆମର ଏକ ଏ ନୂତନ ସମୟ ପ୍ରାତଃ କାଳ ଦେଖିପାରିଛୁ ପ୍ରେଜ ଦ ଲର୍ଡ Praise the Lord. ତେଣୁକରି ସେ ସବୁ ପ୍ରତି ପ୍ରଭାତରେ ନୂତନ ତୁମର ବିଶ୍ୱସ୍ତତା ମହତ ବୋଲି ଲେଖା ଅଛି ସେ ସବୁ ପ୍ରତି ପ୍ରଭାତରେ ନୂତନ ତୁମର ବିଶ୍ୱସ୍ତତା ମହତ ତେଣୁକରି ପ୍ରଭୁଙ୍କର ଦୟା ପ୍ରଭୁଙ୍କର କୃପା ଅନୁଗ୍ରହ ଆମେ ନୂତନ ବର୍ଷ ଦେଖିପାରିଛୁ କାରଣ ପ୍ରଭୁ ସଦା କାଳ ଆମକୁ କେବେ ହେଲେ ମଧ୍ୟ ପରିତ୍ୟାଗ କରିନାହାନ୍ତି କାରଣ ଯେତେବେଳେ ଆମେ ତାଙ୍କ ସହିତ ସଂଯୁକ୍ତ ହୋଇ ଜୀବନ କାଟିବା ତାଙ୍କର ଶରଣାଗତ ହେବା ତାଙ୍କର ନିକଟବର୍ତ୍ତୀ ହେବା ତାଙ୍କ ନିକଟରେ ନିଜ ଜୀବନକୁ ସମର୍ପଣ କରିବା ତେବେ ସଦାପ୍ରଭୁ ପରମେଶ୍ୱର କଣ କରିବେ ଆମକୁ ଦୟା ଏବଂ କରୁଣା କରିବେ ତେଣୁକରି ଦିଶା ପୁସ୍ତକ ଟିକେ ଖୋଲିବା ଆଜିର ଚିନ୍ତା ନିମନ୍ତେ ପବିତ୍ର ଶାସ୍ତ୍ରାଂଶରୁ ଆମେ ଯୋଉ ଅଂଶଟି ପଠନ କରିବା ଏବଂ ଅଳ୍ପ ସମୟ ଚିନ୍ତା କରିବା ଯାହାକି ଆପଣମାନେ ପାଇପାରିବେ ଦିଶା ପୁସ୍ତକ 40 ପର୍ବ 30 ଏବଂ 31 ପଦ 30 ଏବଂ 31 ପଦ ଦିଶା ପୁସ୍ତକ 40 ପର୍ବ 30 ଏବଂ 31 ପଦ ଏଥିରେ ଲେଖା ଅଛି ମୁଁ ସମସ୍ତଙ୍କ ନିମନ୍ତେ ପଠନ କରୁଅଛି ତରୁଣ ମାନେ ହେ କ୍ଳାନ୍ତ ଓ ଶାନ୍ତ ହେବେ ପୁଣି ଯୁବକ ମାନେ ନିତାନ୍ତ ପଡିଯିବେ ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ ସେମାନେ ଉତ୍କୋଷ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ ସେମାନେ ଶାନ୍ତ ନ ହୋଇ ଦୌଡ଼ିବେ ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ ପ୍ରଭୁ ଏ ପବିତ୍ର ବାକ୍ୟ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆମେନ୍ ପ୍ରଭୁଙ୍କର ବିବିଧ ଦୟା ସକାଶୁ ପ୍ରଭୁ ଆମକୁ ବିନଷ୍ଟ କରିନାହାନ୍ତି କିଛି ସମୟ ପୂର୍ବରୁ ମୁଁ ଆପଣମାନଙ୍କୁ କହିଲି ପ୍ରଭୁଙ୍କର କରୁଣା ପ୍ରଭୁଙ୍କର ଦୟା ପ୍ରଭୁଙ୍କର ଆଶୀର୍ବାଦ ପ୍ରଭୁଙ୍କର ଅନୁଗ୍ରହ ପ୍ରଭୁଙ୍କର ପ୍ରଚୁର ଆଶୀର୍ବାଦ ଆମଙ୍କ ପ୍ରତି ଥିବାରୁ ପ୍ରଭୁ ଆମକୁ ପରିତ୍ୟାଗ କରିନାହାନ୍ତି ତେଣୁକରି ସେ କହୁଅଛନ୍ତି ତେଣୁକରି ପ୍ରଭୁ ଯୀଶୁ କହନ୍ତି ଆମର ଈଶ୍ୱର କହନ୍ତି ଆମେ ତୁମକୁ କେବେ ଛାଡ଼ିବା ନାହିଁ କି ଆମେ ତୁମକୁ ପରିତ୍ୟାଗ କରିବା ନାହିଁ କିନ୍ତୁ ଆଜିର ଧ୍ୟାନର ସହକାରେ ପ୍ରିୟ ବନ୍ଧୁଗଣ ମାନେ ଶୁଣୁଥାନ୍ତୁ ପ୍ରଭୁଙ୍କର ଦାସ ଦାସୀ ମାନେ ଆଜି ମୁଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣମାନଙ୍କ ସମ୍ମୁଖରେ କିଛି ସମୟ ପରି ପ୍ରକାଶ କରିବି ଯାହାକି ଆମେ ଦେଖୁଛୁ କିନ୍ତୁ ଯେଉଁମାନେ ସଦା ପ୍ରଭୁଙ୍କର ଅପେକ୍ଷା କରନ୍ତି ସଦାପ୍ରଭୁଙ୍କର ଅପେକ୍ଷା କରିବାର ଅର୍ଥ ହଉଛି ଏବ୍ରି ଭାଷାରେ ଲାଗି ରହିବା ସଦାପ୍ରଭୁଙ୍କ ଠାରେ ଯୋଉମାନେ ଲାଗି ରୁହନ୍ତି ସେମାନେ କଣ କରନ୍ତି ସେମାନେ ନୂତନ ନୂଆ ନୂଆ ବଳ ପାଇବେ ପ୍ରେଜ୍ ଦ ଲର୍ଡ ଦିନ ପରେ ଦିନ ପ୍ରଭୁ ଆମକୁ ମାସ ପରେ ମାସ ପ୍ରଭୁ ଆମକୁ ବର୍ଷ ପରେ ବର୍ଷ ବଞ୍ଚେଇ ଆଣିଅଛନ୍ତି ତାଙ୍କର ବିବିଧ ଦୟା ସକାଶୁ ଆମକୁ ବିନଷ୍ଟ କରିନାହାନ୍ତି ତାଙ୍କର କରୁଣା ଆମଙ୍କ ପ୍ରତି ଶେଷ ହେଇନାହିଁ ତେଣୁକରି ଆମର ଏକ ଏଇ ନୂତନ ବର୍ଷର ଆଉ ପ୍ରଥମ ମାସର 15ଟି ଦିନରେ ଆମେ ଦେଖିପାରିଛୁ ଆଉ ଅନେକ ଏଇ ବର୍ଷର ଅନେକ ଦିନ ଆମଙ୍କ ସହିତ ଅଛି କିନ୍ତୁ ଏଇ ଦିନ ଗୁଡାକୁ ଅନେକ ଲୋକ ଦେଖିପାରି ନାହାନ୍ତି କିନ୍ତୁ ପବିତ୍ର ବାକ୍ୟରେ ଲେଖା ଅଛି ଆମମାନେ ତାହାଙ୍କ ସହିତ ଲାଗି ରହିବା ଅପେକ୍ଷା କରିବା
ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ବା ପ୍ରଭୁ ଖ୍ରୀଷ୍ଟଙ୍କ ସହିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ବା ପରମେଶ୍ୱରଙ୍କ ସହିତ ଯେତେବେଳେ ଆମେ ଲାଗି ରହୁ ସେବେ ଆମେ ନୂଆ ନୂଆ ବଳ ପାଇବା, ନୂତନ ଜ୍ଞାନ ପାଇବା, ନୂତନ ବୁଦ୍ଧି ପାଇବ, ନୂତନ ଚିନ୍ତା ପାଇବା, ନୂତନ ଅନୁଗ୍ରହ ପାଇବା, ନୂତନ Amen. ସ୍ୱାସ୍ଥ୍ୟ Amen. ପାଇବା, ନୂତନ ବଳ ପାଇବା, ନୂତନ ସମସ୍ତ Hallelujah. ବିଷୟ ପ୍ରଭୁ ଆମମାନଙ୍କୁ Amen. ସମସ୍ତ ମଙ୍ଗଳ ଧାରରେ ପରିପୂର୍ଣ୍ଣ କରିବେ। Hallelujah. Praise the Lord. ତେଣୁ ଲେଖା ଅଛି ଖାଲି ସେତିକି ନୁହଁ, ଯେଉଁମାନେ ପ୍ରଭୁ ପରମେଶ୍ୱରଙ୍କ ସହିତ ଲାଗି ରୁହନ୍ତି ସେମାନେ କଣ ହେବେ? ଉତ୍କୋଷ ପକ୍ଷୀ ପରି ପକ୍ଷରେ ଉଠିବେ। ପ୍ରେଜ୍ ଦ ଲର୍ଡ। Lord. ସେମାନେ କେବେ ହେଲେ ମଧ୍ୟ ଶାନ୍ତ ହେବେ ନାହିଁ, ସେମାନେ କେବେ ହେଲେ ମଧ୍ୟ କ୍ଳାନ୍ତ ହେବେ ନାହିଁ, ସେମାନେ କେବେ ହେଲେ ମଧ୍ୟ ହାରିଆ ହେବେ ନାହିଁ, ସେମାନେ କେବେ ହେଲେ ମଧ୍ୟ ନଷ୍ଟ ହେବେ ନାହିଁ, ସେମାନେ କେବେ ହେଲେ ମଧ୍ୟ ବିନଷ୍ଟ ହେବେ ନାହିଁ। ସଦା ପ୍ରଭୁ ପରମେଶ୍ୱର ସେମାନଙ୍କୁ ଶକ୍ତି ଦେବେ। ପ୍ରେଜ୍ ଦ ଲର୍ଡ। Praise the Lord. ଆମମାନଙ୍କ ଜୀବନକୁ ପଚାରୁ, ଆମେ ଆଜି ଆମମାନଙ୍କ ବିବେକକୁ ପଚାରୁ, ଆଜି ଆମେ ନିଜ ନିଜ ହୃଦୟକୁ ପଚାରୁ। ଏ ପ୍ରାତଃ କାଳ ସମୟରେ ଆମେ ଖ୍ରୀଷ୍ଟଙ୍କ ସହିତ ଆମେ ଲାଗି ରହିଛୁ କି ନାହିଁ, ଫଳ ଧାରଣ କରିଛୁ କି ନାହିଁ, ଫଳ ଧାରଣ କରିଛୁ କି ନାହିଁ, ତାଙ୍କ ପଥରେ ଆମେ ଚାଲିଛୁ କି ନାହିଁ, ଆମେ ନୂତନ ଜ୍ଞାନରେ, ନୂତନ ବୁଦ୍ଧି, ନୂତନ ଶକ୍ତି, ନୂତନ ଚିନ୍ତା ପାଇଛୁ କି ନାହିଁ। ଆମେ ଆମର ଖ୍ରୀଷ୍ଟଙ୍କ ସହିତ ନିଜ ଜୀବନକୁ ସମର୍ପଣ କରୁଛୁ, ତାଙ୍କର ଅନୁଗମନ କରିଛୁ, ନିଶ୍ଚିତ ଭାବରେ ଆମେ ନୂତନ ଜୀବନ ଧାରଣ କରିଛୁ। ପ୍ରେଜ୍ ଦ ଲର୍ଡ। Praise the Lord. Hallelujah. ଜୀବନ ଧାରଣ କରିଛୁ। ନୂତନ ଜୀବନ ଧାରଣ କରିବାର ଅର୍ଥ ନୂତନ ଆଚରଣ କରିବାର ଆବଶ୍ୟକ। ତେଣୁକରି ଜୀବନର ନୂତନତା ମଧ୍ୟରେ ଆମେ ଆଚରଣ କରିବାକୁ ହେଲେ କଣ କରିବା ଆବଶ୍ୟକ? ଯେତେବେଳେ ପ୍ରଭୁଙ୍କୁ ଆମେ ଜାଣିଛୁ, ଯେତେବେଳେ ଆମେ ପ୍ରଭୁଙ୍କୁ ସ୍ୱୀକାର କରୁଛୁ, ତେବେ ଆମେ ନୂତନ ଜୀବନ ଧାରଣ କରୁଥିବା ଅର୍ଥ, ଆମେ ନୂତନ ଜୀବନ ଧାରଣ କରିବାର ଅର୍ଥ ହଉଛି ନୂତନତା ମଧ୍ୟରେ ଆଚରଣ କରିବା। ଜୀବନର ନୂତନତା ସମ୍ପୂର୍ଣ୍ଣ ଭାବରେ ଆଚରଣ ମଧ୍ୟରେ ରହିବାର ଆବଶ୍ୟକ। ଆମମାନଙ୍କ ଚାଲିଚଳନ, ଆମମାନଙ୍କ ବ୍ୟବହାର, ଆମମାନଙ୍କ କଥାବାର୍ତ୍ତା, ଆମମାନଙ୍କ ସ୍ୱଭାବ, ଆମମାନଙ୍କ ସମସ୍ତ ବିଷୟ ସମ୍ପୂର୍ଣ୍ଣ ଭାବରେ ନୂତନତା ରହିବାର ଆବଶ୍ୟକ। ପ୍ରେଜ୍ ଦ Praise ଲର୍ଡ। the Lord. ମାନଙ୍କ ଜୀବନରେ ରହିବ, ସେଇ ବିଷୟ କୋଉମାନଙ୍କ ଜୀବନରେ ରହିବ? ଯୋଉମାନେ ଖ୍ରୀଷ୍ଟଙ୍କ ଠାରେ ବା ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ଯୋଉମାନେ ସଦାପ୍ରଭୁଙ୍କ ନିକଟରେ ରୁହନ୍ତି, ଯୋଉମାନେ ସଦାପ୍ରଭୁଙ୍କ ନିକଟରେ ଲାଗି ରୁହନ୍ତି, ସେମାନେ ଜୀବନର ନୂତନତା ମଧ୍ୟରେ ଆଚରଣ କରିବେ। ତେଣୁକରି ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲ 6 ପର୍ବର 4 ପଦରେ କହୁଅଛନ୍ତି, 6 ପର୍ବର 4 ପଦରେ କହୁଅଛନ୍ତି, ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲଙ୍କ ପତ୍ର କଣ ଲେଖା ଅଛି? ଅତଏବ ଆମେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ କଣ ହେଇଛୁ? ସମାଧି ପ୍ରାପ୍ତ ହେଇଛୁ। କାହାର ମରଣରେ? ତାହାଙ୍କ ସହିତ ସମାଧି ପ୍ରାପ୍ତ ହେଇଛୁ। ଆମେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହେଇଅଛୁ, ଯୀଶୁଙ୍କ ସହିତ। ଆଉ ଯେତେବେଳେ ସଦାପ୍ରଭୁ ପରମେଶ୍ୱର ତାଙ୍କର ଏକମାତ୍ର ପୁତ୍ର ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଜଗତକୁ ପଠେଇବାର ଉଦ୍ଦେଶ୍ୟ ହଉଛି ଆମେ ଯେପରି ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଉ, ପାପରୁ ମୁକ୍ତି ପାଉ, ଅଭାବରୁ ମୁକ୍ତି ପାଉ, ଚିନ୍ତାରୁ ମୁକ୍ତି ପାଉ, ଅଶାନ୍ତିରୁ ମୁକ୍ତି ପାଉ, ରୋଗରୁ ମୁକ୍ତି ପାଉ ବା ଉଦ୍ଧାର ପ୍ରାପ୍ତ ହଉ ଯୋଉ ପାପମୟ ଜଗତରୁ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଥିଲେ ଏବଂ ଆସିବାର ଉଦ୍ଦେଶ୍ୟ ସେ ସମସ୍ତ କାର୍ଯ୍ୟକୁ ସଫଳ କଲେ। ଆପଣମାନେ ଦୟାକରି ଶୁଣୁଥାନ୍ତୁ, ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡାକ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ପରିପ୍ରକାଶ କରିବାକୁ ଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡାକ ଯେତେବେଳେ ଆମେ ଏଇ ନୂତନ ବର୍ଷରେ ପ୍ରଭୁ ଆମକୁ ନୂତନ ଜ୍ଞାନ ବୁଦ୍ଧି ଶକ୍ତି ଦେଇ ଅଛନ୍ତି, ସେଇ ସମୟରେ ଆମର କେମିତି ରହିବାର ଆବଶ୍ୟକ ଆମମାନଙ୍କ ଜୀବନ, ସେ ବିଷୟରେ ମୁଁ ଆପଣମାନଙ୍କ ସମ୍ମୁଖରେ ପରିପ୍ରକାଶ କରିବି। ଆଉ ପ୍ରଭୁ ଆମକୁ ଉଦ୍ଧାର କରିବା ପାଇଁ ଆସିଲେ, କାଲବରୀ କ୍ରୁଶରେ ରକ୍ତ ହେଲେ,
3 ଦିନ ପରେ ଆଉ ସେ ସମାଧି ପ୍ରାପ୍ତ ହେଲେ, ମୃତ୍ୟୁ କଲେ ଏବଂ 3 ଦିନ ପରେ ଉଠିଲେ ଏବଂ ସ୍ୱର୍ଗାରୋହଣ କଲେ। କିନ୍ତୁ ଯେଉଁମାନେ ତାଙ୍କୁ ବିଶ୍ୱାସ କରନ୍ତି, ଆଉ ସେମାନେ ଯେତେବେଳେ ସେମାନେ ବାପ୍ତିସ୍ମ ଦ୍ୱାରା ବିଶ୍ୱାସ କରନ୍ତି, ଆଉ ନିଶ୍ଚିତ ଭାବେ ଡୁବ ନିଅନ୍ତି ଏବଂ ମନ ପରିବର୍ତ୍ତନ କରିଥାନ୍ତି, ସେମାନେ ହଉଛନ୍ତି ଈଶ୍ୱରଙ୍କର ସନ୍ତାନ ସନ୍ତତି। ସେମାନଙ୍କ ଠାରେ ଆଉ କୌଣସି ପାପ ନାହିଁ। ଲେଖା ଅଛି Amen. Praise the ସେମାନେ Lord. ନୂତନୀକୃତ, ସେମାନେ ନୂତନ ଜୀବନ ଧାରଣ କରନ୍ତି। ତେଣୁ ଲେଖା ଅଛି 6 ପର୍ବର 4 ପଦରେ, ଅତଏବ ଆମର ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ଉତ୍ଥାପିତ ହେଲେ ଆମମାନେ ମଧ୍ୟ ସେଇ ପ୍ରକାର ଜୀବନର ନୂତନ ଭାବରେ ଆଚରଣ କରୁ। ପ୍ରେଜ୍ ଦ ଲର୍ଡ। Praise the Lord. ଜୀବନ ଆମମାନଙ୍କ ନୂତନ ଜୀବନ ଧାରଣ କରିବାର ଅର୍ଥାତ୍ ଯେତେବେଳେ ଆମେ ବିଶ୍ୱାସ କରୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାପ ନିମନ୍ତେ କାଲବରୀ କ୍ରୁଶରେ ହତ ହେଲେ Amen. ଏବଂ ମୃତ୍ୟୁବରଣ କଲେ, Amen. 3 ଦିନ Praise ପରେ God. ଉଠିଲେ ଏବଂ ଆମେ ବିଶ୍ୱାସ କଲୁ ଏବଂ ଆମେ ତାହାଙ୍କର ସନ୍ତାନ ସନ୍ତତି ଯେତେବେଳେ ହେଲୁ, ପୁରାତନ ବିଷୟ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଛି, ଆମେ ନୂତନୀକୃତ ହେଇଅଛୁ, ଆମେ ସମାଧି ପ୍ରାପ୍ତ ହେଇଛୁ। ପ୍ରିୟ ବନ୍ଧୁଗଣ, ତେଣୁକରି ବାକ୍ୟରେ ଲେଖା ଅଛି, କଣ ଲେଖା ଅଛି? ଯେପରି ଆମେ ମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମମାନଙ୍କ ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି। Praise the Lord. Praise the Lord. এই ନୂତନ ବର୍ଷରେ ନୂତନ ବାକ୍ୟ ଦେବା ପାଇଁ ମୁଁ ଆପଣମାନଙ୍କ ସମ୍ମୁଖରେ ଆଉ ଉପସ୍ଥିତ ହେଇଛି। ପ୍ରିୟ ବନ୍ଧୁଗଣ, ଆମର ଅନେକ ଥର ଏ ପ୍ରଭୁଙ୍କର ଦାସ ଦାସୀ ମାନଙ୍କ ଠାରୁ ଏ ବାକ୍ୟ ଶୁଣିଛୁ, କିନ୍ତୁ ବାକ୍ୟରେ ଲେଖା ଅଛି ଶୁଣା ଯାଇଥିବା ବାକ୍ୟ ପ୍ରତି ଆହୁରି ମନୋଯୋଗୀ ହେବା। ଏଭ୍ରି 2 ପର୍ବର 1 ପଦ ଲେଖା ଅଛି, ଯଦି ଆମେ ସେ ବାକ୍ୟକୁ ଶୁଣୁନାହୁଁ ଆମମାନଙ୍କ ଜୀବନର ପଥ ଭ୍ରଷ୍ଟ ହେବାର ସମ୍ଭାବନା ଅଛି। ତେଣୁକରି ଲେଖା ଅଛି ଯେପରି ଆମର ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କାଠାରେ ହତ ହୋଇଅଛି, କ୍ରୁଶରେ। ହତ ହୋଇଅଛି। Amen. Praise the Lord. Praise the Lord. ଏକ ନୂତନ ଜୀବନ ଧାରଣ କରିବାର ଅର୍ଥ, ଆଜିର ମୂଳ ପ୍ରସଙ୍ଗ ହଉଛି ନୂତନ ଜୀବନ ଧାରଣ କରିବା। ଆଉ ନୂତନ ଜୀବନ ଧାରଣ କରିବା ଅର୍ଥ ଜୀବନଟା ନୂତନ ମଧ୍ୟରେ ଆଚରଣ କରିବା, ନମ୍ବର 1। ଆଉ 8 ପଦ ଲେଖା ଅଛି, କିନ୍ତୁ 7 ପଦ ଲେଖା ଅଛି, ଏହା ତ ଆମେ ଜାଣୁ କାରଣ ଯେ ମରିଅଛି ସେ ପାପରୁ ମୁକ୍ତି ହୋଇଅଛି। ହୋଇଅଛି। Praise the Praise the Lord. Lord. Hallelujah. ଯେ ମରିଅଛି ସେ ପାପରୁ ମୁକ୍ତ ହୋଇଅଛି। ଆମର ସମ୍ପୂର୍ଣ୍ଣ ଭାବରେ ପୁରାତନ ବିଷୟ ଆମମାନଙ୍କ ଜୀବନରୁ କଣ ହେଇଯାଇଛି, ଲୋପ ପାଇଛି। ଯେତେବେଳେ ଆମେ ଖ୍ରୀଷ୍ଟଙ୍କ ଠାରେ ଯେତେବେଳେ ଲାଗି ରହିଛୁ, ଆମେ ନୂତନ ବଳ ପାଇଛୁ। ପ୍ରେଜ୍ ଦ ଲର୍ଡ। Praise the Lord. ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ଯେଉଁମାନେ ସଦାପ୍ରଭୁଙ୍କ ଠାରେ ଲାଗି ରୁହନ୍ତି, ସେମାନେ ନୂତନ ବଳ ପାଇବେ, ନୂତନ ଜ୍ଞାନ ପାଇବେ, ନୂତନ ଶକ୍ତି ପାଇବେ, ନୂତନ ଚିନ୍ତା ପାଇବେ, ନୂତନ ସ୍ୱାସ୍ଥ୍ୟ ପାଇବେ ଏବଂ ସବୁ ଅବସ୍ଥାରେ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ କଣ କରିବେ, ସାହାଯ୍ୟ କରିବେ। ହାଲେଲୁୟା। Hallelujah. ତାପରେ Praise the Lord. ଲେଖା ଅଛି, ତାପରେ 8 ପଦ ଲେଖା ଅଛି, କିନ୍ତୁ ଆମେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହେଲେ ଆମମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମମାନେ ବିଶ୍ୱାସ। Amen. Praise the Lord. Praise the Lord. ଯଦି ଆମେ ଖ୍ରୀଷ୍ଟଙ୍କ ଠାରେ ମରିଅଛୁ, ଖ୍ରୀଷ୍ଟଙ୍କ ଠାରେ ଲାଗି ରହିଛୁ, ଲେଖା ଅଛି, କିନ୍ତୁ ଆମେ ଯଦି ଖ୍ରୀଷ୍ଟଙ୍କ ସହିତ ଯଦି ଆମେ ମରିଅଛୁ, ଆମମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, କାରଣ ସଦାପ୍ରଭୁ ପରମେଶ୍ୱର ତାଙ୍କର ଏକମାତ୍ର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ, ପରମେଶ୍ୱର ଏକମାତ୍ର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ এই ଜଗତକୁ ପଠେଇବାର ମହତ୍ ଉଦ୍ଦେଶ୍ୟ ହଉଛି ଆମମାନେ ଯେପରି ବଞ୍ଚୁ, ଆମମାନେ ଯେପରି ଉଦ୍ଧାର ପ୍ରାପ୍ତ ହେଉ, ଯେପରି ଆମମାନେ ମୁକ୍ତି ପାଉ, ଯେପରି ଆମର ଆଶୀର୍ବାଦ ପ୍ରାପ୍ତ ପାଉ, ଯେପରି ଆମର ଅନୁଗ୍ରହ ପ୍ରାପ୍ତ ହଉ ଏବଂ ତାଙ୍କର ସନ୍ତାନ ସନ୍ତତି ଭାବରେ ପରିଗଣିତ ହେଇଥାଉ। Praise the Lord. Praise the Lord. ତାପରେ ଦେଖିବା
এই নূতন জীবন ধাରଣ କରିବାର ନମ୍ବର 2 ହଉଛି କଣ? ତେଣୁକରି ଦ୍ୱିତୀୟ କରନ୍ଥୀୟ 5 ପର୍ବ 17 ପଦରେ ମଧ୍ୟ ଲେଖା ଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଆଉ ସଦାପ୍ରଭୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଯେତେବେଳେ ଆମେ ଲାଗି ରହିଛୁ, ତେବେ ନିଶ୍ଚିତ ଭାବରେ ଆମର ପୁରାତନ ବିଷୟ ସବୁ ଲୋପ ପାଇବାର ଆବଶ୍ୟକ। ଆମଙ୍କର ଗର୍ବ, ଦମ୍ଭ, ଅଭିମାନ, ଆମଙ୍କ କଥାବାର୍ତ୍ତା, ଆମଙ୍କ ଚାଲିଚଳନ, ଆମଙ୍କ ବ୍ୟବହାର, ଖ୍ରୀଷ୍ଟିଆନ ଆଚରଣ କେମିତି ରହିବାର ଆବଶ୍ୟକ, ତାହା ଆମଙ୍କ ଜୀବନରେ ରହିବା ଆବଶ୍ୟକତା ଅଛି। ତେବେ ନିଶ୍ଚିତ ଭାବରେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ତାପରେ ନମ୍ବର 2, ଗୋଟେ ନୂତନ ଜୀବନ ଧାରଣ କରିବାର ମୂଳ ଉଦ୍ଦେଶ୍ୟ ହଉଛି ପାପରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାବର୍ତ୍ତନ କରିବା ଆବଶ୍ୟକ। ପ୍ରେଜ୍ ଦ ଲର୍ଡ। ଆମର ପାପରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାବର୍ତ୍ତନ କରୁନାହୁଁ, ତେବେ ଆମର ନୂତନ ସୃଷ୍ଟି ହେଇନାହୁଁ। ତେଣୁକରି ଯିଶାୟ 55 ପର୍ବର 7 ପଦରେ ଲେଖା ଅଛି, 6 ପଦରେ ଲେଖା ଅଛି, ଯିଶାୟ 55 ପର୍ବ ଟିକେ ଖୋଲିବା ଦୟାକରି। ଯିଶାୟ 55 ପର୍ବର 6 ରୁ 7 ପଦରେ ଲେଖା ଅଛି, 6 ପଦରେ ଲେଖା ଅଛି, ଯେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି ସେ ପର୍ଯ୍ୟନ୍ତ ତୁମାନେ ତାହାଙ୍କର ଅନ୍ୱେଷଣ କର। ପ୍ରେଜ୍ ଦ ଲର୍ଡ। ଯେତେବେଳେ ଆମେ ଜୀବନ ଧାରଣ କରୁଛୁ, ନୂତନ ଜୀବନ ଧାରଣ କରୁଛୁ, ବା ପାପରୁ ସମ୍ପୂର୍ଣ୍ଣ ଭାବରେ ଯେତେବେଳେ ପ୍ରତ୍ୟାବର୍ତ୍ତନ କରିବା ଆବଶ୍ୟକ। ଆଉ ପାପରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାବର୍ତ୍ତନ କରିବାର ମୂଳ ଉଦ୍ଦେଶ୍ୟ ହଉଛି ଆମେ ତାହାଙ୍କ ଅନ୍ୱେଷଣ କରିବା। ପ୍ରେଜ୍ ଦ ଲର୍ଡ। ଅନ୍ୱେଷଣ କରିବାର ଅର୍ଥ ହଉଛି ପ୍ରଭୁଙ୍କ ସହିତ ଆମେ ଲାଗି ରହିବା, ପ୍ରଭୁଙ୍କୁ ଖୋଜିବା। ଯେତେବେଳେ ଆମେ ଲୁଚି ଯାଇଛୁ, ଯେତେବେଳେ ଆମେ ହଜି ଯାଇଛୁ, ଯେତେବେଳେ ଆମେ ଅଭାବ ମଧ୍ୟରେ ଯାଇଛୁ, ଯେତେବେଳେ ଆମେ ଦୁଃଖ ମଧ୍ୟ ଦେଇ ଗତି କରୁଛୁ, ଯେତେବେଳେ ଆମେ ସମସ୍ୟା ମଧ୍ୟ ଦେଇ ଗତି କରୁଛୁ, ବ୍ୟକ୍ତିଗତ ଜୀବନରେ ହଉ, ପାରିବାରିକ ଜୀବନରେ ହଉ, ମାଣ୍ଡଳିକ ଜୀବନରେ ହଉ, ଆମେ ପ୍ରଭୁଙ୍କର ଅନ୍ୱେଷଣ କରିବା। ପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେ ପର୍ଯ୍ୟନ୍ତ ତାହାଙ୍କ ଠାରୁ ତୁମେ କର ପ୍ରାର୍ଥନା କର। ଅତି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆମେ ଆସିଲୁ ବର୍ତ୍ତମାନ। ପାପରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାବର୍ତ୍ତନ କରିବାର ଉଦ୍ଦେଶ୍ୟ ହଉଛି, ଖ୍ରୀଷ୍ଟର ପ୍ରିୟ ବନ୍ଧୁଗଣ, ଆମେ ପ୍ରଭୁଙ୍କ ଠାରେ ଲାଗି ରହିବା, ପ୍ରାର୍ଥନାରେ ଲାଗି ପଡିବା, ପ୍ରଶଂସା ମଧ୍ୟରେ ଲାଗି ପଡିବା ଏବଂ ପ୍ରଭୁଙ୍କ ନିକଟରେ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିବା। ପ୍ରଭୁଙ୍କର ଗୌରବ, ପ୍ରଶଂସା, ଆରାଧନା, ପ୍ରଭୁଙ୍କର ରାଶି ସେଇ ଭଉଣୀ ଅତି ସୁନ୍ଦର ଭାବରେ ତାଙ୍କର ଆଖିର ଲୁହ ଝରୁଥିଲା ଏବଂ ପ୍ରଭୁଙ୍କ ଠାରେ ସେ ଆରାଧନା କରୁଥିଲେ। ମୋର ହୃଦୟ ତରଳି ଯାଉଥିଲା। ସେ ପ୍ରକାର ପ୍ରଶଂସା, ସେ ପ୍ରକାର ଆଖିର ଲୁହ, ସେ ପ୍ରକାର ପ୍ରାର୍ଥନା ଆମଙ୍କର ଲୁହ ଆଖିରୁ ଝରିବାର ଆବଶ୍ୟକ, ଲୋତକ ଝରିବାର ଆବଶ୍ୟକ। ପ୍ରଭୁ ଆମଙ୍କ କ୍ରନ୍ଦନ ଶୁଣିବେ, ଦେଖିବେ, ପ୍ରାର୍ଥନା ଶୁଣିବେ, କିନ୍ତୁ ଆମର ଅନ୍ୱେଷଣ କରିବା। ଯେତେବେଳେ ଯୋଉ ଆମଙ୍କ ପିଲାମାନେ, ଆମଙ୍କ ସନ୍ତାନ ସନ୍ତତି, ଆମଙ୍କ ପରିବାର, ଆମଙ୍କ ମଣ୍ଡଳୀର ବିଶ୍ୱାସୀ ବିଶ୍ୱାସିନୀ ପୁଅ ଝିଅ ମାନେ ମନ୍ଦତା ମଧ୍ୟ ଦେଇ ଗତି କରୁଅଛନ୍ତି, ହଜି ଯାଇଛନ୍ତି, ସେମାନଙ୍କ ନିମନ୍ତେ ଆମେ ଅନ୍ୱେଷଣ କରିବା। ପ୍ରଭୁ ସେମାନେ ହଜି ଯାଇଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ କଣ କର? ରକ୍ଷା କର, ସେମାନଙ୍କୁ ରକ୍ଷା କର। ତେଣୁକରି ପାପରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାବର୍ତ୍ତନ କରିବାର ମୂଳ ଉଦ୍ଦେଶ୍ୟ ହଉଛି ତାହାଙ୍କର ଅନ୍ୱେଷଣ କରିବା ଏବଂ ତାହାଙ୍କ ଠାରେ ପ୍ରାର୍ଥନା କରିବା। ଏବଂ 7 ପଦରେ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖା ଅଛି, ଯାହାକି ଗୋଟେ ନୂତନ ଜୀବନ ଧାରଣ କରିବାର ମୂଳ ବିଷୟ ହଉଛି ପାପରୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିବାର ମୂଳ ବିଷୟ ଲେଖା ଅଛି। ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ। ପ୍ରେଜ୍ ଦ ଲର୍ଡ। ପାପରୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିବାର ମୂଳ ଉଦ୍ଦେଶ୍ୟ ହଉଛି ଆମମାନଙ୍କର ଦୁଷ୍ଟତା, ଆମମାନଙ୍କର ମନ୍ଦତା ଆମମାନଙ୍କ ଠାରେ ରହିବ ନାହିଁ। କାରଣ ସଦାପ୍ରଭୁଙ୍କ ଠାରେ ଆମେ ସୃଷ୍ଟ ହେଇଛୁ, ସଦାପ୍ରଭୁ ଆମମାନଙ୍କୁ ନିର୍ମାଣ କରିଅଛନ୍ତି।
ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ନିର୍ମାଣ କରିଅଛନ୍ତି, ସୃଷ୍ଟି କରିଅଛନ୍ତି। ତେଣୁକରି ଦୁଷ୍ଟ କାର୍ଯ୍ୟରୁ, ମନ୍ଦତା କାର୍ଯ୍ୟରୁ ପୃଥକୀକୃତ ଜୀବନ କାଟିବାର ଆବଶ୍ୟକ। ଯଦି ଆମର ପାପରୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରୁଛୁ, ପୁରାତନ ବିଷୟ ଯଦି ଲୋପ ପାଇଛି, ଦୁଷ୍ଟତାରୁ, ମନ୍ଦତାରୁ, ଖରାପ କାର୍ଯ୍ୟରୁ, ଗର୍ବ, ଦମ୍ଭ, ଅଭିମାନ, ଏ ସମସ୍ତ ବିଷୟରୁ ଆମେ କଣ ହେବା? ସମ୍ପୂର୍ଣ୍ଣ ଭାବରେ ଆମେ ପ୍ରତ୍ୟାବର୍ତ୍ତନ କରି ଖ୍ରୀଷ୍ଟଙ୍କ ଠାରେ ଲାଗି ରହିବା। ତେବେ ଆମେ କଣ ହବା? ନୂତନ ବଳ ପାଇବା, ନୂତନ ଶକ୍ତି ପାଇବା ଏବଂ ଉତ୍କର୍ଷ ପକ୍ଷୀ ପରି ଆମେ କଣ ଉପରକୁ ଉଠିବା। Praise the Lord. Praise the Lord. Praise the Lord. Hallelujah. Hallelujah. 7 ପଦରେ ସଦାପ୍ରଭୁଙ୍କ, ଖାଲି ସେତିକି ନୁହଁ, ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ, ପୁଣି ସେ କାହା ପ୍ରତି ଫେରୁ? ସଦାପ୍ରଭୁଙ୍କ ପ୍ରତି ଫେରୁ। ସଦାପ୍ରଭୁଙ୍କ ପ୍ରତି ଫେରୁ। ପାପରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାବର୍ତ୍ତନ କରିବାର ଉଦ୍ଦେଶ୍ୟ ହଉଛି, ନୂତନ ଜୀବନ ଧାରଣ କରିବାର ଆବଶ୍ୟକ ଉଦ୍ଦେଶ୍ୟ ହଉଛି ସଦାପ୍ରଭୁଙ୍କର ନିକଟକୁ ଫେରିବା। ତୋରେ ତାହାକୁ କଣ କରିବେ? ସଦାପ୍ରଭୁ ଦୟା କରିବେ। Praise the Lord. Praise the Lord. ତେଣୁକରି ସଦାପ୍ରଭୁ ତାହାକୁ କଣ କରିବେ? ଦୟା କରିବେ, କୃପା କରିବେ, ଅନୁଗ୍ରହ କରିବେ, ଜୀବନରେ ଶାନ୍ତି ଦେବେ। ଆଜ୍ଞା, ଅନେକ ସ୍ଥାନରେ ଶାନ୍ତି ମିଳୁନାହିଁ। ଅନେକ ଲୋକଙ୍କ ଠାରେ ଖ୍ରୀଷ୍ଟିଆନ ପରିବାର ମଧ୍ୟରେ ମଧ୍ୟ ଶାନ୍ତି ନାହିଁ। ଆଜ୍ଞା, ଅନେକ ଖ୍ରୀଷ୍ଟୀୟ ପରିବାର ମଧ୍ୟରେ ଦେଖିଥାଏ। କାରଣ ଏହାର ମୂଳ ଉଦ୍ଦେଶ୍ୟ ହଉଛି ଦୁଷ୍ଟତା ଏବଂ ଯୋଉ ଦୁଷ୍ଟତା ଏବଂ ଅଧାର୍ମିକ ଲାଗି ରହିଥିବାରୁ, ମନ୍ଦତା କାର୍ଯ୍ୟରେ ଲାଗିଥିବାରୁ ଶାନ୍ତି ମିଳିନଥାଏ। ଶୈତାନ ସେମାନଙ୍କୁ ଆକ୍ରାନ୍ତ କରିଥାଏ। ତେଣୁକରି ଶୈତାନର ଜ୍ଞାନ, ଶୈତାନର ଶକ୍ତି, ଶୈତାନର ଚିନ୍ତା, ବୁଦ୍ଧିକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିବାକୁ ହେଲେ ଆମେ କାହା ନିକଟକୁ ଫେରିବା? ସଦାପ୍ରଭୁଙ୍କ ନିକଟରେ ଫେରିବା। Praise the Lord. Praise the Lord. Hallelujah. ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାକୁ କଣ କରିବେ? ଦୟା କରିବେ। ଆଉ ସେ ଆମମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ ତାକୁ କଣ କରିବେ? କ୍ଷମା କରିବେ, କ୍ଷମା କରିବେ। Praise the Lord. Praise the Lord. ସଦାପ୍ରଭୁ ପରମେଶ୍ୱର ହଉଛନ୍ତି କ୍ଷମାବାନ ପରମେଶ୍ୱର। ସଦାପ୍ରଭୁ ପରମେଶ୍ୱର ହଉଛନ୍ତି ଦୟାବାନ ପରମେଶ୍ୱର। ସେ ଆମକୁ କେବେ ହେଲେ ମଧ୍ୟ ଛାଡ଼ିବେ ନାହିଁ, କି କେବେ ହେଲେ ମଧ୍ୟ ସେ ପରିତ୍ୟାଗ କରିବେ ନାହିଁ। ସେ ପ୍ରତିଜ୍ଞା କରିଛନ୍ତି, ଆମ୍ଭେ ତୁମ୍ଭକୁ କେବେ ଛାଡ଼ିବା ନାହିଁ, କି ଆମ୍ଭେ ତୁମ୍ଭକୁ କେବେ ପରିତ୍ୟାଗ କରିବା ନାହିଁ। କିନ୍ତୁ ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଯେତେବେଳେ ଆମେ ଲାଗି ରହିଛୁ, ଆମେ କଣ ହବା? ନୂତନ ନୂତନ ବଳ ପାଇବା, ନୂତନ ଜ୍ଞାନ ପାଇବା, ନୂଆ ବଳ ପାଇବା, ଉତ୍କର୍ଷ ପକ୍ଷରେ ଆମର ଉପରକୁ ଉଠିବା। ଆମେ କେବେ ହେଲେ ମଧ୍ୟ ଶାନ୍ତ ହେବା ନାହିଁ, କେବେ ହେଲେ ମଧ୍ୟ ଆମେ ଶାନ୍ତ ହେବା ନାହିଁ। ଆମେ ଦୌଡ଼ିବା, ପ୍ରଭୁଙ୍କ ନିକଟକୁ ଦୌଡ଼ିବା, ପ୍ରଭୁଙ୍କ ସହିତ ଲାଗି ରହିବା, ପ୍ରଭୁଙ୍କର ଶକ୍ତିରେ ଆମର ଶକ୍ତି ହେବା। Amen. Hallelujah. Praise the Lord. ଅନୁଗ୍ରହ କରିବେ। Yes. ହାଲେଲୁୟା। Hallelujah. Amen. ପ୍ରଭୁଙ୍କ ନିକଟରେ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିବା। ତେଣୁକରି ଜିହିଜିକ 33 ପର୍ବର 11-12 ପଦରେ ଲେଖା ଅଛି। ଜିହିଜିକ ପୁସ୍ତକ 33 ପର୍ବର 11 ଏବଂ 12 ପଦ ଲେଖା ଅଛି। ସେମାନଙ୍କୁ କୁହ, ସଦାପ୍ରଭୁ କହୁଛନ୍ତି, ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏ କଥା କୁହନ୍ତି, ଆମେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମର ସନ୍ତୋଷ। ଦୁଷ୍ଟର ମରଣରେ ସଦାପ୍ରଭୁଙ୍କର ସନ୍ତୋଷ ନାହିଁ ବୋଲି ବାକ୍ୟରେ ଲେଖା ଅଛି। ଆଜ୍ଞା, ମୁଁ ମୋର ନିଜର ଜ୍ଞାନ, ନିଜର ବୁଦ୍ଧି, ନିଜର ଜ୍ଞାନ ବୁଦ୍ଧି ଶକ୍ତିରୁ ମୁଁ କହୁନି। ଆଜ୍ଞା, ପବିତ୍ର ବାକ୍ୟରେ ଯାହା ଲେଖା ଅଛି ତାହା ମୁଁ ଆପଣଙ୍କ ସମ୍ମୁଖରେ କାରଣ ପ୍ରଭୁଙ୍କର ବିବିଧ ସତ୍ତାକୁ ଆମେ ଏକ ନୂତନ ବର୍ଷରେ ପଦାର୍ପଣ କରିଛୁ। ଆଜ୍ଞା, ଏକ ନୂତନ ବର୍ଷ, ନୂତନ ମାସ, ନୂତନ ଦିନ ଆମେ ଦେଖିବାକୁ ପାଇଛୁ। 15 ମାସ ଯାଇଛି, ଆଉ ଏ ବର୍ଷ ସାରା ଅନେକ ଦିନ ଅଛି।
କିନ୍ତୁ ତେଣୁକରି ବାକ୍ୟରେ ଲେଖା ଅଛି ସେମାନଙ୍କୁ କୁହ ସଦାପ୍ରଭୁ କହୁଛନ୍ତି ଏଇ କଥା କୁହ ଆମେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣ ଆମର ସନ୍ତୋଷ ନାହିଁ ମାତ୍ର ଦୁଷ୍ଟ ଯେପରି ଫେରି ବଞ୍ଚେ ଏଥିରେ ହିଁ ଆମର ସନ୍ତୋଷ ଅଛି। Praise the Praise Lord. the Lord. ଖାଲି ଦୁଷ୍ଟ କିନ୍ତୁ ଅନୁତାପ କରିବ ସେ ଦୁଷ୍ଟତା ମନ୍ଦତା କାର୍ଯ୍ୟରୁ ଅନୁତାପ କରିକି କଣ କରିବ ଫେରିବ ପ୍ରଭୁଙ୍କ ନିକଟକୁ ଫେରିବ ଅନୁତାପ କରିବ କାନ୍ଦିବ ସ୍ୱୀକାର କରିବ ପ୍ରଭୁ ମୁଁ ଗତ ପୁରାତନ ବର୍ଷରେ ଯାହା କେତେ ମୁଁ ଭୁଲ ଭଟକା କରିଛି ପ୍ରଭୁ ତୁମେ ମତେ କ୍ଷମା କର ବର୍ତ୍ତମାନ ମତେ ନୂତନୀକୃତ କର ପ୍ରଭୁ ଏଇ ନୂତନ ବର୍ଷରେ ମୁଁ ଯେପରି ତୁମ ଠାରେ ଲାଗି Praise the Lord. Praise the Lord. Hallelujah. 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 ତେଣୁକରି ଲେଖା ଅଛି ଦୁଷ୍ଟର ମରଣରେ ଆମର ସନ୍ତୋଷ ନାହିଁ ମାତ୍ର ଦୁଷ୍ଟ ଯେପରି ଫେରି ବଞ୍ଚେ ଏଥିରେ ହିଁ ଆମର ସନ୍ତୋଷ ଅଛି ତୁମାନେ ଫେର ଆପଣା ଆପଣା କୁପଥରୁ ଫେର କାରଣ ହେ ଇସ୍ରାଏଲ ବଂଶ ତୁମାନେ କି ହେତୁ ମରିବ ସଦାପ୍ରଭୁ ପରମେଶ୍ୱର ନିଜେ କହୁଛନ୍ତି ଜିଜିକଲ ପୁସ୍ତକରେ ତମେ କାହିଁକି ମରିବ ତମେ କାହିଁକି ମରିବାକୁ ଚିନ୍ତା କରୁଛ ଯାହା ଦୁଷ୍ଟତା ମନ୍ଦତା କାର୍ଯ୍ୟ ଅଛି ତୁମେ ଫେର କର ସ୍ୱୀକାର କର ଏବଂ ଆମେ ତୁମକୁ କଣ କରିବା ଗ୍ରହଣ କରିବା Amen. Hallelujah. Praise the Lord. ପ୍ରଭୁ ଦେଇଛନ୍ତି ଆପଣ ମାନଙ୍କୁ ବହୁତ ବହୁତ ମୁଁ ଧନ୍ୟବାଦ ଦେବି ପ୍ରଭୁ ଆପଣ ମାନଙ୍କ ଅନ୍ତରରେ ମତେ କଥା କହୁଛନ୍ତି ମୋ ପରିଯୋଗ୍ୟକୁ ଆଜି ଅନଲାଇନ ରେ ମତେ ବାକ୍ୟ ଦେବା ପାଇଁ ଆଉ ସୁଯୋଗ ଦେଇଛନ୍ତି ଆମ ପାଇଁ ଏକ ଗର୍ବର ବିଷୟ ଅଟେ କିନ୍ତୁ ଆଜି ପ୍ରଭୁଙ୍କର ଶିକ୍ଷାରେ ଆମେ ଜାଣିପାରୁଛୁ ଯେ ଆମର ଯେପରି ମନ୍ଦତା କାର୍ଯ୍ୟରୁ ଦୁଷ୍ଟତାର କାର୍ଯ୍ୟରୁ ଅଧା ତୁମେ ଆପଣା ଲୋକଙ୍କ ସନ୍ତାନ ଗଣକୁ କୁହ ସଦାପ୍ରଭୁ ପରମେଶ୍ୱର କହୁଛନ୍ତି ନିଜେ ଧାର୍ମିକତା ତାହାର ଆଜ୍ଞା ଲଙ୍ଘନ କରିବା ଦିନ ତାହାକୁ ରକ୍ଷା କରିବ ନାହିଁ ଧାର୍ମିକତା ତାହାର ଆଜ୍ଞା ଲଙ୍ଘନ କରିବା ଦିନ ତାହାକୁ ରକ୍ଷା କରିବ ନାହିଁ ଓ ଯେଉଁ ଦିନ ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରେ ସେଦିନ ସେ ଆପଣା ଦୁଷ୍ଟତା ଦ୍ୱାରା ପତିତ ହେବ ନାହିଁ ତାର ଦୁଷ୍ଟତା ଯେତେବେଳେ ଫେରିବ ସେ କେବେ ମଧ୍ୟ ପତିତ ହେବାକୁ ପ୍ରଭୁ ସଦାପ୍ରଭୁ ଦେବେ ନାହିଁ ତଳେ ପକେଇବାକୁ ଦେବେ ନାହିଁ ତାକୁ ଉଠେଇବେ ବୋଲି ବାକ୍ୟ ସଦାପ୍ରଭୁ କହୁଛନ୍ତି ତେଣୁକରି ଆମର ପୁରାତନ ବିଷୟ ଯାହା ଭୁଲ ଘଟଣା ଯାହା କିଛି ହେଇଯାଇଛି ଆମେ ପ୍ରଭୁଙ୍କ ଠାରେ ଆମେ କଣ କରିବା ସ୍ୱୀକାର କରିବା ପ୍ରାର୍ଥନା କରିବା ଅନୁତାପ କରିବା ପ୍ରଭୁ ମୁଁ ତୁମ ପ୍ରତି ଅନ୍ୟାୟ କରିଛି ମତେ ତୁମେ କ୍ଷମା କର ମତେ ତୁମର ପିଲା କର ଧାର୍ମିକ ଲୋକ ଯେଉଁଦିନ ପାପ କରେ ପାପ କରେ ସେଦିନ ସେ ଆପଣା ଧାର୍ମିକତା ଦ୍ୱାରା ବଞ୍ଚି ପାରିବ ନାହିଁ ଦେଖ ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଧାର୍ମିକ ଆମେ ଦେଖେ ହେବା କିନ୍ତୁ ଆମେ ପାପ କାର୍ଯ୍ୟରେ ଲାଗି ରହୁଥିବା ଧାର୍ମିକ ବୋଲିକି ଦେଖେ ହେବା ଏ ଗିର୍ଜା ଉପାସନା ଯାଇକି ପ୍ରାର୍ଥନା କରିବା ଖାଲି ଆମେ ସିନା ଆଜ୍ଞା ଜାଣିପାରିବୁ ମୁଁ ତ ଜାଣୁଛନ୍ତି ଆମର ସବୁ ବିଷୟ ସେ ଆମମାନଙ୍କର ଅନ୍ତର୍ଯାମୀ ପରମେଶ୍ୱର ସେ ଆମମାନଙ୍କ ଅନ୍ତର କଥା ମନର ଭାବନା ଜାଣିବାର ପରମେଶ୍ୱର ସବୁ ବିଷୟ ଜାଣନ୍ତି ତେଣୁକରି ଅତି ଧାର୍ମିକ ଦେଖେ ହେବା କିନ୍ତୁ ଭୁଲ କାର୍ଯ୍ୟ କରୁଥିବା ପାପ କାର୍ଯ୍ୟ କରୁଥିବା ସେଇଟା ହବ ନାହିଁ ପ୍ରକୃତରେ ଯଦି ଆମର ଈଶ୍ୱରଙ୍କର ସନ୍ତାନ ସନ୍ତତି ତେବେ ନିଶ୍ଚିତ ଭାବରେ ପ୍ରଭୁଙ୍କ ସହିତ ଲାଗି ରହିବା ସନ୍ତାନ ସନ୍ତତି ଭାବରେ ପରିଗଣିତ କରିବେ ତେଣୁକରି ନୂତନ ଜୀବନ ଧାରଣ କରିବାର ମୂଳ ଉଦ୍ଦେଶ୍ୟ ହଉଛି ସମ୍ପୂର୍ଣ୍ଣ ଭାବରେ ଆମେ ପାପରୁ ପ୍ରତ୍ୟାବର୍ତ୍ତନ କରିବା ନମ୍ବର 3 ନୂତନ ଜୀବନ ଧାରଣ କରିବାର ନମ୍ବର 3 ହଉଛି ହୃଦୟ ମଧ୍ୟରେ ଗଭୀର ଶାନ୍ତି ଆସିଥାଏ ଯେତେବେଳେ ଆମେ ନୂତନୀକୃତ ହେଇଛୁ ପ୍ରଭୁଙ୍କର ସନ୍ତାନ ସନ୍ତତି ଭାବରେ ଯେତେବେଳେ ପରିଗଣିତ ହେଇଛୁ ଆମମାନଙ୍କ ହୃଦୟ ମଧ୍ୟରେ କଣ ହେଇଥାଏ ଗଭୀର ଶାନ୍ତି ତେଣୁକରି ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲଙ୍କ
ପାଞ୍ଚ ପର୍ବର ଏକ ପଦ ଲେଖା ଅଛି ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲଙ୍କର ପତ୍ର 5 ପର୍ବର 1 ପଦରେ ଅତଏବ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମମାନେ ଆମଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। କାହାକୁ ବିଶ୍ୱାସ କଲୁ ଆଜ୍ଞା? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ବିଶ୍ୱାସ କରୁଛୁ। ଆମେ ପ୍ରଭୁଙ୍କୁ ବିଶ୍ୱାସ କରିବାରୁ ଏକ ଆମେ ନୂତନୀକୃତ। ତାଙ୍କ ମରଣରେ ଆମେ ସମ୍ପୂର୍ଣ୍ଣ ଭାବରେ ସମାଧି ପ୍ରାପ୍ତ ହେଇଛୁ। ତାଙ୍କୁ ବିଶ୍ୱାସ କଲୁ। ବାପ୍ତିସ୍ମ ଦ୍ୱାରା ମରଣରେ ତାଙ୍କର ସମାଧି ପ୍ରାପ୍ତ ହେଇଛୁ। ତାଙ୍କ ଉଦ୍ଦେଶ୍ୟରେ ଆମେ ଅନୁପ୍ରାଣିତ ହେଇଅଛୁ। ବିଶ୍ୱାସ କରୁଛୁ। ତେଣୁକରି ଯେତେବେଳେ ଖ୍ରୀଷ୍ଟଙ୍କୁ ଆମେ ବିଶ୍ୱାସ କରୁଛୁ ନିଶ୍ଚିତ ଭାବରେ ଆଉ ଯେତେବେଳେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ତାଙ୍କର ସନ୍ତାନ ଭାବରେ ପରିଗଣିତ ହେଇଛୁ ଆମମାନଙ୍କ ହୃଦୟ ମଧ୍ୟରେ ଗଭୀର ଶାନ୍ତି ଆସିଥାଏ। ଏକ ଅନ୍ତର ଉପରେ ଶାନ୍ତି ନାହିଁ ଆଜ୍ଞା। ପରିବାର ମଧ୍ୟରେ देश के बड़े हिस्से में मौसम की दोहरी मार अब साफ दिखने लगी है। उत्तर भारत कड़ाके की ठंड और घने कोहरे ଯଦି ଆମମାନଙ୍କ ମଧ୍ୟରେ ଶାନ୍ତି ନାହିଁ, ଆନନ୍ଦ ନାହିଁ, ପ୍ରେମ ନାହିଁ, ହେଲେ ହୃଦୟ ମଧ୍ୟରେ ଗଭୀର ଶାନ୍ତି ଆସିବ ନାହିଁ। ଏ ସମସ୍ତ ବିଷୟ ଯେତେବେଳେ ହୃଦୟ ମଧ୍ୟରେ ଗଭୀର ଶାନ୍ତି ଯେତେବେଳେ ଆସିଥାଏ ସେଇ ସମୟରେ କଣ ହବା? ସଂଗୀତା 34 ପର୍ବର 14 ପଦରେ ଲେଖା ଅଛି ମନ୍ଦ ତାରୁ ତୁମେ ଦୂର ହୁଅ। କିଛି ସମୟ ପୂର୍ବରୁ ମଧ୍ୟ ମୁଁ କହୁଥିଲି ମନ୍ଦ ତାରୁ ଦୂର ହେବା ଓ ସୁକର୍ମ କରିବା, ସୁକାର୍ଯ୍ୟ ମନ୍ଦ ତାରୁ ଦୂର ହେବା ଏବଂ ସୁକର୍ମ କରିବା ଏବଂ ଶାନ୍ତି ଅନ୍ୱେଷଣ କରିବା। ଶାନ୍ତିର ଅନ୍ୱେଷଣ କରିବା। ଯେତେବେଳେ ଆମେ ଶାନ୍ତିର ଅନ୍ୱେଷଣ କରୁ ତହିଁରେ ଅନୁଗାମୀ ହେବା। ଶାନ୍ତିର ଅନ୍ୱେଷଣ କରିବା। ଶାନ୍ତି କିଏ? ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଶାନ୍ତି ଦେବା ପାଇଁ ଆସିଥିଲେ। ଆମକୁ ଆନନ୍ଦ ଦେବା ପାଇଁ ଆସିଲେ। ଆମକୁ ମୁକ୍ତି ଦେବା ପାଇଁ ଆସିଲେ। ଆମକୁ ଅଭାବରୁ ଉଦ୍ଧାର କରିବା ପାଇଁ ଆସିଲେ। ରୋଗରୁ ଉଦ୍ଧାର କରିବା ପାଇଁ ଆସିଲେ। ଅଶାନ୍ତିରୁ ଉଦ୍ଧାର କରିବା ପାଇଁ ଆସିଲେ। ସବୁ ଅବସ୍ଥାରେ ଆମମାନଙ୍କୁ ସାହାଯ୍ୟ ରକ୍ଷା କରିବା ପାଇଁ ଆସିଥିଲେ। ତେଣୁକରି ଆମମାନଙ୍କର ସମସ୍ତ ବିଷୟ ଯେପରି ଆମମାନଙ୍କ ସମସ୍ତ ଜୀବନକୁ ପ୍ରଭୁଙ୍କ ସମର୍ପିତ କରିବା ନିହାତି ଆବଶ୍ୟକତା। ଯଦି ଆମେ ତାଙ୍କ ସହିତ ଶାନ୍ତିରେ ଅଛୁ, ବିଶ୍ୱାସରେ ଅଛୁ, ନିଶ୍ଚିତ ଭାବରେ ଆମେ ଶାନ୍ତିରେ ଅଛୁ। ତେଣୁକରି ମନ୍ଦ ହୃଦୟ ମଧ୍ୟରେ ଗଭୀର ଶାନ୍ତି କେତେବେଳେ ଆସିବ? ଯେତେବେଳେ ଆମେ ଖ୍ରୀଷ୍ଟଙ୍କ ସହିତ ଲାଗି ରହିବା। ତେଣୁକରି ବାକ୍ୟ ଲେଖା ଅଛି ମାତ୍ର ଯେଉଁମାନେ ସଦା ପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ନୂଆ ନୂଆ ବଳ ପାଇବେ। ସେମାନେ ଉତ୍କର୍ଷ ପକ୍ଷୀ ଉପରକୁ ଉଠିବେ। ସେମାନେ ଶାନ୍ତ ନ ହୋଇ ଦୌଡ଼ିବେ। ଆମେ କେବେ ହେଲେ ମଧ୍ୟ ଶାନ୍ତି ହେବା ନାହିଁ। କେବେ ହେଲେ ମଧ୍ୟ କ୍ଳାନ୍ତ ହେବା ନାହିଁ। କେବେ ହେଲେ ମଧ୍ୟ ଶାନ୍ତ ହେବା ନାହିଁ। କେବେ ହେଲେ ମଧ୍ୟ ଆମେ କୌଣସି ବିଷୟରେ ଶାନ୍ତ ହେବା ନାହିଁ। ନିଶ୍ଚିତ ଭାବରେ ଆମେ ପ୍ରଭୁଙ୍କ ସହିତ ଗମନାଗମନ କରିବା, ଦୌଡ଼ିବା, ତାଙ୍କ ନିକଟରେ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିବା। ପ୍ରଭୁଙ୍କ ଠାରେ ଆମେ ନିଜ ଜୀବନକୁ ସମର୍ପଣ କରିବା, ତେବେ ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ତାପରେ ନମ୍ବର 4 ଦେଖିବା, ନୂତନ ଜୀବନ ଧାରଣ କରିବାର ନମ୍ବର 4 ରହୁଛି ମନ୍ଦତା ଉପରେ ବିଜୟ ଓ ପ୍ରତିରୋଧ କରିବାର ଶକ୍ତି ରହିବାର ଆବଶ୍ୟକ। ମନ୍ଦତା ଉପରେ ବିଜୟୀ ଓ ପ୍ରତିରୋଧ କରିବା ଶକ୍ତି ରହିବାର ଆବଶ୍ୟକ। ତେଣୁକରି ରୋମିଓ 8 ପର୍ବର 2 ପଦ ଲେଖା ଅଛି କାରଣ ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମମାନଙ୍କୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରି ଅଛି। ଆମର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବା ମଧ୍ୟ ଆବଶ୍ୟକ। ନୂତନ ବର୍ଷରେ ଆମର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବାର ଉଦ୍ଦେଶ୍ୟ ହେଉଛି ପବିତ୍ର ଆତ୍ମାଙ୍କର ଶକ୍ତିରେ ଆମର ଶକ୍ତିଯୁକ୍ତ ହେବାର ଆବଶ୍ୟକ। ପବିତ୍ର ଆତ୍ମାଙ୍କ ଜ୍ଞାନରେ ଶକ୍ତିଯୁକ୍ତ ହେବାର ଆବଶ୍ୟକ। ବୁଦ୍ଧିରେ ଶକ୍ତିଯୁକ୍ତ ହେବାର ଆବଶ୍ୟକ ଏବଂ ସମ୍ପୂର୍ଣ୍ଣ ଭାବେ ତାହାଙ୍କ ସହିତ ଆମେ ପରିଚାଳିତ ହେବାର ଆବଶ୍ୟକ। ପବିତ୍ରକୃତ ଜୀବନ କାଟିବାର ଆବଶ୍ୟକତା ଅଟେ। ତେବେ ନିଶ୍ଚିତ ଭାବରେ ଆମେ ନୂତନୀକୃତ ହେଇପାରିଛୁ ବା ନୂତନ ଜୀବନ ଧାରଣ କରିପାରିଛୁ ବୋଲି କହିପାରିବା।
ମନ୍ଦତା ଉପରେ Praise ଯଦି the Lord. ବିଜୟୀ ଓ ପ୍ରତିରୋଧ କରିବାର ଶକ୍ତି ଯଦି ଶକ୍ତି ଆମମାନଙ୍କ ଜୀବନରେ ରହିଛି ତେବେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବାର ଆବଶ୍ୟକ। ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ କଣ କରୁଛି? ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତି କରିଅଛି। Praise the Praise the Lord. Lord. Hallelujah. ପାପରୁ ଆମେ ମୁକ୍ତି ପାଇଛୁ, ମନ୍ଦତାରୁ ମୁକ୍ତି ପାଇଛୁ, ଆଉ ଦୁଷ୍ଟତାରୁ ମୁକ୍ତି ପାଇଛୁ, ରୋଗରୁ ମୁକ୍ତି ପାଇଛୁ, ବନ୍ଧନର ଶକ୍ତିରୁ ମୁକ୍ତି ପାଇଛୁ। ତେବେ ନିଶ୍ଚିତ ଭାବରେ ଆମେ ଆତ୍ମାଙ୍କର ଶକ୍ତିରେ ଶକ୍ତିଯୁକ୍ତ ହେବା, ପରିଚାଳିତ ହେବା। ତେବେ ନିଶ୍ଚିତ ଭାବରେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ, Amen. ପ୍ରଭୁ ଆମକୁ କୃପା କରିବେ, ପ୍ରଭୁ ଆମକୁ ଅନୁଗ୍ରହ କରିବେ। ତେଣୁକରି ଆଜିର ମୂଳ ବିଷୟ ହଉଛି ଆମେ ଖ୍ରୀଷ୍ଟଙ୍କ ଠାରେ ଯେତେବେଳେ ଲାଗି ରହୁ, ଖ୍ରୀଷ୍ଟଙ୍କର ଅପେକ୍ଷା କରୁ, ଲାଗି ରହୁ, ତେବେ ନୂଆ ନୂଆ ବଳ ପାଇବା, ନୂଆ ନୂଆ ଶକ୍ତି ପାଇବା, ନୂଆ ଜ୍ଞାନ ପାଇବା ଓ ଉତ୍କର୍ଷ ଉପରକୁ ଉଠିବା। ତେବେ ଆମେ କେବେ ଶାନ୍ତ ହେବା ନାହିଁ, କ୍ଳାନ୍ତ ହେବା ନାହିଁ, ପ୍ରଭୁଙ୍କର ଅନୁଗମନ କରିବା, ଦୌଡ଼ିବା। ତେବେ ନିଶ୍ଚିତ ଭାବରେ ଏହି ସମସ୍ତ ବିଷୟ ଆମଙ୍କ ଜୀବନରେ ରହିବ। ପ୍ରଭୁ ଏହି ଅଳ୍ପ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆତ୍ମିକ ଜୀବନ ନିମନ୍ତେ ବାକ୍ୟ ମାଧ୍ୟମରେ ନିଜ ଜୀବନ